ଆଜି ପୁରୀରେ ରଥଯାତ୍ରା ହେଉଥିଲା ଆଉ ସେହି ସମୟରେ ପୁରୀରେ ହଠାତ୍ ମୁହାଁମୁହିଁ ହୋଇଗଲେ ଅଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଜାଗୃତି ଶୁକ୍ଲା। ତାପରେ ଯାହା ଘଟିଲା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀରେ ଆୟୋଜିତ ଏକ ବିଶାଳ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ ଥିଲା। ସେହି ସମୟରେ ଏକ ଘଟଣା ଉପସ୍ଥିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କଲା। ଦୀର୍ଘଦିନ ପରେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଏବଂ ଜାଗୃତି ସାମ୍ନାସାମ୍ନି ହୋଇଯାଇଥିବା କଥା ବର୍ତ୍ତମାନ ସମୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନୁଭବ ତାଙ୍କ ପତ୍ନୀ ଜାଗୃତିଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ଅନ୍ୟପଟେ ବର୍ଷା ମଧ୍ୟ ଏକ ସାମାଜିକ ସେବା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଦର୍ଶନ କରିବାକୁ ଆସିଥିଲେ। ମନ୍ଦିର ନିକଟରେ ଉଭୟଙ୍କର ହଠାତ୍ ମୁହାଁମୁହିଁ ହୋଇଯାଇଥିଲା। ପୁରୀରେ ହଜାର ହଜାର ଭିଡ଼ ଭିତରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ହଠାତ୍ ମୁହାଁମୁହିଁ ହୋଇଯାଇଥିଲେ ଆଉ ମୁହାଁମୁହିଁ ହେବା ପରେ ସାମ୍ନାସାମ୍ନି ମଧ୍ୟ ହୋଇଯାଇଥିଲେ। ତା ସହ ଅନୁଭବ ମହାନ୍ତି ଅଭିନନ୍ଦନ ଜଣାଇଥିଲେ। ମୁହାଁମୁହିଁ ହେବା ପରେ ସେମାନେ ଅତୀତର ସ୍ମୃତିକୁ ମନେ ପକାଇଲେ। ଜୀବନର ପରିବର୍ତ୍ତନ ଓ ଭବିଷ୍ୟତକୁ ସକାରାତ୍ମକ ଭାବ ଆଗକୁ ନେବାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହାପରେ ତିନି ଜଣ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ନିଜ ନିଜ ପଥରେ ଚାଲି ଯାଇଥିଲେ। ଘଟଣାକୁ ଦେଖି ଅନେକ କହୁଥିଲେ ଯେ ସମୟ ସହିତ ଜୀବନ ବଦଳିଯାଏ ଏବଂ ପରସ୍ପର ପ୍ରତି ସମ୍ମାନ ରଖି ଆଗକୁ ବଢ଼ିବା ହିଁ ସବୁଠାରୁ